ମୋର କଥା ଶୁଣି ଉପର ବେଳା ଜେଜେ ମାମୁଁ ଘରକୁ ଯିବା ପାଇଁ ବାହାରି ଗଲେ। ଜେଜେ ଗଲା ପରେ ମୁଁ ଯାଇ ବୋଉକୁ କହିଲି, ବୋଉ ଜେଜେ ତ ମାମୁଁ ଘରକୁ ଯାଇଛନ୍ତି, ଚାଲୁନୁ ଆଜି ଆମେ ଟିକେ ସିନେମା ଦେଖିବାକୁ ଯିବା। ବୋଉ କହିଲା, ସିନେମା ଯିବା? ମୁଁ କହିଲି ହଁ, ବହୁତ ଦିନ ହେବ ମୁଁ ସିନେମା ଯାଇନି। ତୁ ଯା ଦୁଇଟା ଆଡ଼ଭାନ୍ସ ଟିକେଟ୍ ନେଇ ଆସିବୁ। ମୁଁ କହିଲି, ବୋଉ କୋଉ ଶୋ ପାଇଁ ଟିକେଟ୍ ଆଣିବି? ଇଭିନିଂ ଶୋ କି ନାଇଟ୍ ଶୋ? ବୋଉ କହିଲା, ଇଭିନିଂ ଶୋ ପାଇଁ ନେଇ ଆସିବୁ। ଆଉ ମୁଁ ଆଡ଼ଭାନ୍ସ ଟିକେଟ୍ ଆଣିବା ପାଇଁ ଚାଲିଗଲି। ନାଇଟ୍ ଶୋରେ ଟିକେ ଖରାପ ପିକ୍ଚର ପଡ଼େ, ସେଥିପାଇଁ ଜାଣିଶୁଣି ନାଇଟ୍ ଶୋର ଦୁଇଟା ଟିକେଟ୍ ମୁଁ ଧରି ଆସିଲି। ଘରେ ପହଞ୍ଚିଲି। ମୁଁ କହିଲି, ବୋଉ ଗୋଟାଏ ଭୁଲ ହୋଇଗଲା। ବୋଉ କହିଲା, କ'ଣ ହେଲା? ମୁଁ କହିଲି, ଅନ୍ୟ ମନସ୍କ ହୋଇ ଇଭିନିଂ ଶୋ ବଦଳରେ ମୁଁ ନାଇଟ୍ ଶୋ ଟିକେଟ୍ ଦୁଇଟା ନେଇ ଆସିଲି। ବୋଉ ଟିକେ ମୁରୁକି ହସିଲା। ବୋଉ କହିଲା, କାହିଁକି? ଟିକେଟ୍ ଆଣିଲା ବେଳେ ଆଉ କାହା କଥା ଭାବୁଥିଲୁ ନା ଟିକେଟ୍ କାଟିବାକୁ ଲାଇନ୍ରେ କେହି ସୁନ୍ଦର ଝିଅ ପିଲା ଥିଲେ ତାଙ୍କୁ ଦେଖୁଥିଲୁ? ହଉ ଆଣି ତ ସାରିଲୁଣି, ନାଇଟ୍ ଶୋ ଚାଲିଯିବା। ବୋଉ କହିଲା, ବେଳେବେଳେ ଇଚ୍ଛା ହେଉଥିଲା କହିଦିଅନ୍ତି, ଆଉ କାହା କଥା ଭାବିବି, କେବଳ ତୋରି କଥା ହିଁ ଭାବୁଥିଲି, କିନ୍ତୁ କିଛି କହିଲି ନାହିଁ। ନାଇଟ୍ ଶୋ ଦେଖିବା ପାଇଁ ଆମେ ରାତି 9ଟା ବେଳକୁ ଯାଇ ସିନେମା ହଲ୍ରେ ପହଞ୍ଚିଲୁ। ଟିକେ ଖରାପ ପିକ୍ଚର ପାଇଁ ବହୁତ ଭିଡ଼ ହୋଇଥିଲା। ଆମେ ଯାଇ ଆମ ସିଟ୍ରେ ବସିଲୁ। ଶୋ ଆରମ୍ଭ ହେଲା। ଗୋଟାଏ ଭାରି ସୁନ୍ଦର ପିକ୍ଚର ପଡ଼ିଥିଲା, ମାନେ 2 ନମ୍ବର ବାଲା ପିକ୍ଚର। ପିକ୍ଚରଟା ଟିକେ ରୋମାନ୍ସ ଭରା। ବୋଉ ତା ହାତ ଆଣି ମୋର ଜଙ୍ଘ ଉପରେ ରଖିଲା। ବୋଉ କହିଲା, ଓ ଏଇଥିପାଇଁ ତାହେଲେ ତୁ ନାଇଟ୍ ଶୋ ଟିକେଟ୍ ନେଇ ଆସିଥିଲୁ। ମୁଁ କିଛି ନ କହି ଚୁପ୍ ରହିଲି। ଯେମିତି ପିକ୍ଚରରେ ହିରୋ ହିରୋଇନଙ୍କର ଲଭ୍ ସିନ୍ ଆରମ୍ଭ ହୋଇଛି, ସେମିତି ଉତ୍ତେଜନାରେ ମୋର ବାଣ୍ଡ ପୁରା ଶକ୍ତ ହୋଇ ଠିଆ ହୋଇଗଲା। ବୋଉ ବି ଏକ୍ସାଇଟେଡ୍ ହେବା ଭଳି ଅସ୍ତବ୍ୟସ୍ତ ହୋଇପଡ଼ିଲା। ଜେଜେ ବୋଉକୁ ଗେହୁଥିବା ଦେଖି ମୁଁ କେମିତି ବୋଉକୁ ମୋ ପ୍ରତି ଆକର୍ଷିତ କରିବି ଆଉ ତାକୁ ଗରମ କରି ଗେହିବାକୁ ସୁଯୋଗ ଦେବି, ସେଇ ଯୋଜନା ମୁଁ କରୁଥିଲି। ମୁଁ ଧୀରେ ଧୀରେ ମୋର ହାତକୁ ନେଇ ବୋଉର କାନ୍ଧ ଉପରେ ରଖିଲି। ନ ଜାଣିଲା ଭଳି ବୋଉର ଦୁଧରେ ହାତ ବଜେଇଲି। ବୋଉ ମୋତେ କିଛି କହିଲା ନାହିଁ। ବୋଉର କୌଣସି ପ୍ରତିକ୍ରିୟା ନ ଦେଖି ମୋତେ ସିଗ୍ନାଲ ମିଳିଗଲା ବୋଲି ମୁଁ ଜାଣିଲି। ତାପରେ ମୁଁ ମୋର ହାତକୁ ନେଇ ଭଲ କରି ବୋଉର ଦୁଧ ଉପରେ ରଖିଲି। ତଥାପି ବୋଉ ମୋତେ ଜମାରୁ ବିରୋଧ କଲାନି କି କିଛି ବି କହିଲାନି। ତେଣୁ ବୋଉର ଦୁଧକୁ ମୁଁ ଆସ୍ତେ କରି ଚିପିକି ହାତକୁ କାଢ଼ି ଆଣିଲି। ବୋଉ ତା ହାତ ଆଣି ତୁରନ୍ତ ମୋର ଜଙ୍ଘ ଉପରେ ରଖି ଆସ୍ତେ ଆସ୍ତେ ମୋର ଜଙ୍ଘକୁ ଆଉଁସିଲା। ସାଇଡ଼ରେ ହାତ ନେଇ ବୋଉର ଖୋଲା ପେଟ ଉପରେ ମୁଁ ହାତ ବୁଲେଇଲି। ବୋଉର ଗହିରିଆ ନାହିରେ ଆଙ୍ଗୁଳି ପୁରେଇ ମୁଁ ସଳସଳ କଲି। ଏମିତି କିଛି ସମୟ କରିବା ପରେ ବୋଉ ମୋର ହାତକୁ ଧରି ନେଇ ତାର ଦୁଇ ଜଙ୍ଘ ମଝି ବିଆ ଉପରେ ଚାପି ରଖିଲା। ବୋଉର ଉଦ୍ଦେଶ୍ୟ ବୁଝିବା ମୋ ପାଇଁ ଆଉ କଷ୍ଟକର ହେଲାନି। ସିନେମା ହଲ୍ର ଅନ୍ଧାର ଭିତରେ ମୁଁ ବୋଉର ଗୋଡ଼ର ତଳ ପଟରୁ ଶାଢ଼ୀ ଓ ସାୟା ଭିତରେ ମୋର ହାତକୁ ପୁରେଇ ବୋଉର ବିଆକୁ ମୁଠେଇକି ସାଉଁଳିଲି। ବୋଉ ଭିତରେ କିଛି ପିନ୍ଧିନଥିଲା। ବୋଉର ବିଆରେ ପୁରା ଘଞ୍ଚ ବାଳ। ବାଳକୁ ସାଉଳୁ ସାଉଳୁ ବିଆ ଭିତରକୁ ମୁଁ ଆଙ୍ଗୁଳି ପୁରେଇଲି। ବୋଉ ଟିକେ ଚିହିକି ପଡ଼ିଲା। ବୋଉର ବିଆ ଭିତର ପୁରା ଓଦା ଓଦା ଆଉ ଭାରି ଗରମ ଆଉ ଲାଳୁଆ ଲାଗୁଥିଲା। କିଛି ସମୟ ପର୍ଯ୍ୟନ୍ତ ବୋଉର ଭିତରେ ମୁଁ ଆଙ୍ଗୁଳି ମାରିଲି। ବୋଉ ଟିକେ ଅସ୍ତବ୍ୟସ୍ତ ହେବା ଦେଖି ସିଏ ଗରମ ହେଲାଣି ବୋଲି ମୁଁ ଜାଣି ମୋ ହାତକୁ ମୁଁ ବାହାର କରି ଆଣିଲି। ବୋଉ ମୋର କାନ ପାଖକୁ ତା ମୁହଁକୁ ଆଣିଲା। ବୋଉ କହିଲା, ପିକ୍ଚର ଭଲ ଲାଗୁନି, ଚାଲ ଘରକୁ ପଳେଇବା। ବୋଉକୁ ପିକ୍ଚର ଭଲ ନ ଲାଗିବାର କାରଣ ମୁଁ ଠିକ୍ ବୁଝିପାରିଲି। ଟିକେ ମଜା କରିବା ପାଇଁ ବୋଉ ମୋର କାନ ପାଖକୁ ମୁଁ ମୁହଁ ନେଲି। ମୁଁ କହିଲି, ବୋଉ ପିକ୍ଚର ସତରେ ଭଲ ଲାଗୁନି, ନା ଭଲ ନ ଲାଗିବାର ଆଉ କିଛି କାରଣ ଅଛି? ବୋଉ ମୋର ଜଙ୍ଘକୁ ଟିକେ ଚିମୁଟି ଦେଲା। ବୋଉ କହିଲା, ଦୁଷ୍ଟ, ଘରକୁ ଚାଲ। କାରଣ କ'ଣ କହିବି? ତାପରେ ଆମେ ହଲ୍ରୁ ବାହାରି ଘରକୁ ପଳେଇ ଆସିଲୁ। ବାଟରେ ଆସିବା ବେଳେ ବୋଉ ବାଇକ୍ ପଛରେ ମୋର ଦେହକୁ ଲାଗି ମୋ ପିଠିରେ ତାର ଦୁଇଟି ଦୁଧକୁ ଚାପି ବହୁତ ଜୋରରେ ବସିଲା। ଘରେ ପହଞ୍ଚିବା ବେଳକୁ ରାତି 10:30 ହେଲାଣି। ଘରେ ପହଞ୍ଚି ବୋଉ ଓ ମୁଁ ସିଧା ଶୋଇବା ଘରକୁ ଚାଲିଲୁ। ବୋଉ ତାର ସବୁ କପଡ଼ା ଓହ୍ଲେଇ ନାଇଟ୍ ଗାଉନ୍ ପିନ୍ଧିଲା। ମୁଁ ମୋର ଡ୍ରେସ୍ କଲି, ଗାମୁଛାଟିଏ ବରମୁଡ଼ା ପିନ୍ଧିଲି। ତାପରେ ସାଙ୍ଗ ହୋଇ ଆମେ ବେଡ଼୍ରେ ଶୋଇଲୁ। ମୁଁ ବୋଉକୁ ଭିଡ଼ି ଆଣି କୁଣ୍ଢେଇକି ଚୁମା ଦେବାକୁ ଲାଗିଲି ଓ ତାର ଦୁଧକୁ ଦଳିଲି। ବୋଉ କହିଲା, ଆଜି ତୁ ମୋତେ ବହୁତ ଗରମ କରିଦେଲୁଣି, ମୁଁ ଆଉ ସମ୍ଭାଳି ପାରୁନି। ହଁ, ସିନେମା ହଲ୍ରେ ପଚାରିଥିଲୁ ପରା, ପିକ୍ଚର ଭଲ ନ ଲାଗିବାର ଆଉ କ'ଣ କାରଣ ଅଛି?
ବୋଉର ନାଇଟି ତଳ ପଟରୁ ମୁଁ ଟେକି ଦେଇ ତାର ବାଳୁଆ ବିଆକୁ ହାତରେ ଘଷିଲି। ମୁଁ କହିଲି ବୋଉ, କାରଣ ମୁଁ ଜାଣିଛି। ବରମୁଣା ମିଶା ମୋର ଶକ୍ତ ହୋଇ ଉଠିଥିବା ବାଣ୍ଡକୁ ବୋଉ ହାତରେ ମୁଠେଇକି ଧରିଲା। ବୋଉ କହିଲା, ଜାଣିଛୁ ଯଦି ଆଉ ଡେରି କାହିଁକି କରୁଛୁ? ମୁଁ ବରମୁଣାଟା ଖୋଲି ପକେଇ ବୋଉ ଉପରକୁ ତୁରନ୍ତ ଚଢ଼ିଗଲି। ତାର ଦୁଇ ଗୋଡ଼କୁ ଆଡ଼େଇ ଜଙ୍ଘ ସନ୍ଧିରେ ଆଣ୍ଠେଇ ବସି ମୋର କାନ୍ଧ ଉପରେ ତାର ଦୁଇ ଗୋଡ଼କୁ ରଖି ତା ବିଆ ମୁହଁରେ ମୋର ଶକ୍ତ ବାଣ୍ଡକୁ ଲଗେଇ ଦାବିଲି। ମୋର ଶକ୍ତ ଲମ୍ବା ବାଣ୍ଡ ବୋଉର ଗହିରିଆ ବିଆ ଭିତରକୁ ମୂଳ ପର୍ଯ୍ୟନ୍ତ ଭସ୍ କରି ଗଳିଗଲା। ବୋଉର ବଡ଼ ବଡ଼ ଦୁଧକୁ ନାଇଟି ମିଶା ମୁଁ ମୁଠେଇକି ଦଳିଲି। ବୋଉ କହିଲା, ଟିକିଏ ରହ, ମୁଁ ନାଇଟିଟା ଖୋଲିଦିଏ। ବୋଉ ତାର ଦେହକୁ ଟିକେ ଟେକିବାରୁ ମୁଁ ନାଇଟିଟାକୁ ମୁଣ୍ଡ ପଟରେ ବାହାର କଲି। ତାପରେ ଲମ୍ବା ଲମ୍ବା ଧକ୍କା ମାରି ବୋଉକୁ ଗେହିବା ଆରମ୍ଭ କଲି। ବୋଉ ଧଇଁସଇଁ ହୋଇ ଚିତ୍କାର କରିବାକୁ ଲାଗିଲା। କିଛି ସମୟ ଜୋର ଜୋର ଗେହିବା ପରେ ଆଉ ସମ୍ଭାଳି ହେଲାନି। ବୋଉର ଗହିରିଆ ବିଆ ଭିତରକୁ ମୋର ମୁସଳିଆ ଲମ୍ବା ବାଣ୍ଡକୁ ଦାବି ଦେଇ ବୋଉକୁ ଜୋରରେ ମୁଁ କୁଣ୍ଢେଇକି ଜାବୁଡ଼ି ଧରିଲି। ମୋ ବାଣ୍ଡରୁ ସିରସିର ହୋଇ ସବୁଯାକ ଗରମ ପାଣି ବୋଉର ବିଆ ଭିତରକୁ ପିଚିକି ଗଲା। ଦୁହେଁ କୁଣ୍ଢାକୁଣ୍ଢି ହୋଇ 10 ମିନିଟ୍ ପଡ଼ି ରହିବା ପରେ ବୋଉ ଖୁସିରେ ମୋ ଓଠରେ ଟିକେ ଗାଢ଼ ଚୁମା ଦେଲା। ବୋଉର ଦୁଧକୁ ମୁଁ ଆସ୍ତେ ଆସ୍ତେ ଦଳି ତାର ଓଠକୁ କାମୁଡ଼ିଲି। ମୁଁ କହିଲି, ବୋଉ। ବୋଉ କହିଲା, ମୁଁ ଆଉ ଥରେ କେହିବି। ବୋଉ କହିଲା, ପଚାରୁଛୁ କ'ଣ ଯେ ଆଉ ଥରେ କାହିଁକି? ତୁ ଯଦି ରାତିସାରା ମୋତେ ଗେହିବୁ ମୁଁ କ'ଣ ତୋତେ ମନା କରିବି? ବୋଉଙ୍କୁ ଚିତ୍ କରି ମୁଁ ତାପରେ ଶୋଇ ପକାଇ ତାର ଦୁଇ ଗୋଡ଼କୁ ମେଲେଇ ଉପରକୁ ଉଠିଲି। ସେତେବେଳକୁ ମୋର ବାଣ୍ଡ ପୁଣି ଟାଣ ହୋଇ ପୁରା 90 ଡିଗ୍ରୀରେ ଠିଆ ହୋଇଥିଲା। ବୋଉର ଦୁଧକୁ ମୁଠେଇ ତାର ରସାଳ ବିଆ ଭିତରକୁ ବାଣ୍ଡକୁ ପୁରା ଦାବି ମୁଁ ଜୋର ଜୋର ଗେହିଲି। ବୋଉ ଧଇଁସଇଁ ହୋଇ ପଡ଼ୁଥିଲା। 20 ମିନିଟ୍ ଖଣ୍ଡେ ଧୁମ୍ ଗେହିବା ପରେ ବାଣ୍ଡକୁ ବୋଉର ବିଆର ଅତି ଭିତରକୁ ଦାବିଲି। ମୋ ବାଣ୍ଡରୁ ପୁଣି ସିରସିର ହୋଇ ଗରମ ପାଣି ବୋଉର ବିଆ ଭିତରକୁ ବୋହିଗଲା। ମୁଁ ପୁରା ନିସ୍ତେଜ ହୋଇକି ବୋଉ ଉପରେ ଶୋଇଗଲି। କେତେବେଳେ ମୋତେ ନିଦ ହୋଇଗଲା ମୁଁ ଜାଣିପାରିଲିନି। ବୋଉ ଡାକରେ ମୋର ନିଦ ଭାଙ୍ଗିଲା। ବୋଉ ମୋ ଗାଲରେ ଚୁମା ଦେଲା, କହିଲା, ଉଠିବୁନି? ମୁଁ ଆଖି ଖୋଲି ଚାହିଁଲି। ରାତି ତଥାପି ପାହିନଥିଲା, ଅନ୍ଧାର ଥିଲା। ବୋଉକୁ ମୁଁ ଭିଡ଼ି ଧରିଲି। ମୁଁ କହିଲି, ରାତି ପାହିନି, ଅନ୍ଧାର ଅଛି, ଏତେ ଶୀଘ୍ର ଉଠି କ'ଣ କରିବା? ଆଉ ଟିକେ ଯାଉ। ମୁଁ ବୋଉର ଦୁଧରେ ମୁହଁ ଘଷିଲି। ବୋଉ ତାର ହାତକୁ ନେଇ ମୋର ବାଣ୍ଡକୁ ଧରି ଟିକେ ଗେଲ କରିବାକୁ ଲାଗିଲା। ବୋଉ ଦୁଧରେ ମୁଁ ଭଲ କରି ମୋର ମୁହଁକୁ ନେଇ ଘଷିଲି। ମୁଁ କହିଲି, ବୋଉ, ଗୋଟେ କଥା ପଚାରିବି, ସତ କହିବୁ? ବୋଉ କହିଲା, ପଚାରୁନୁ। ମୁଁ କହିଲି, ନା ଥାଉ। ବୋଉର ତା ହାତ ମୁଠା ଭିତରେ ଆସ୍ତେ ଆସ୍ତେ ଶକ୍ତ ହୋଇ ଉଠୁଥିବା ମୋର ବାଣ୍ଡକୁ ହଲାଉଥିଲା। ବୋଉ କହିଲା, କ'ଣ ପଚାରିବୁ ପଚାରୁନୁ? ତତେ କହିବିନି ତ ଆଉ କାହାକୁ କହିବି? ମୁଁ କହିଲି, ବୋଉ, ଜେଜେଙ୍କ ସାଙ୍ଗରେ ତୋର କେବେଠୁ? ମୋ କଥା ଶୁଣି ବୋଉ ଚମକି ପଡ଼ିଲା। ମୁଁ କହିଲି, ବୋଉ, ତୁ ଭାବେନି ମୁଁ କିଛି ଜାଣିନି ବୋଲି। ଜେଜେ ତୋତେ ଗେହିବା କଥା ମୁଁ ଜାଣିଛି। ମୁଁ ମୋର ନିଜ ଆଖିରେ ଦେଖିଛି। ମୁଁ କେବଳ ଜାଣିବାକୁ ଚାହୁଁଛି ଜେଜେ କେବେଠାରୁ ଏବଂ କେମିତି ତୋତେ ଗେହିବା ଆରମ୍ଭ କଲେ। ବୋଉ କହିଲା, ମୋ ଧନଟା ପରା, ପ୍ଲିଜ୍ ତୁ ଏକଥା କାହାରି ଆଗରେ କହିବୁ ନାହିଁ। ବୋଉ ଦୁଧରେ ମୁଁ ହାତ ବୁଲେଇଲି। ମୁଁ କହିଲି, ମୋ କୋଟାଟା ଯେତେବେଳେ ମୋତେ ମିଳିଲାଣି ତେଣୁ ତୁ ନିଶ୍ଚିତ ରହ ବୋଉ, ମୁଁ ଏକଥା କାହା ଆଗରେ କିଛି ବି କହିବିନି। ବୋଉ କହିଲା, ମୋ ବାହାଘର ଯେବେ ତୋର ବାପାଙ୍କ ସହିତ ହେଲା ସେତେବେଳେ ମୋର ବୟସ ମାତ୍ର 18 ବର୍ଷ ହେଉଥିଲା। ବାହାଘରର ଗୋଟାଏ ବର୍ଷ ପରେ ତୁ ଜନ୍ମ ହେଲୁ। ତୋତେ 20 ବର୍ଷ ପୂରିବା ପୂର୍ବରୁ ତୋ ବାପା ଚାକିରି କରିବାକୁ ଦୁବାଇ ଚାଲିଗଲେ। ତୋତେ ଧରି ମୁଁ ଘରେ ରହିଲୁ। ଆମେ ଶ୍ୱଶୁର ବୋଉ 2 ଜଣ, ତୋର ଜେଜେ ଆଉ ମୁଁ। ବାହାଘରର ମାତ୍ର 2 ବର୍ଷ ପରେ ମୋ ପରି ଗୋଟାଏ ଯବାନ ସ୍ତ୍ରୀ ତା ସ୍ୱାମୀକୁ ଛାଡ଼ି କିପରି ରହିପାରିବ? ଆଉ ଦେହ ଓ ମନର ନିଆଁକୁ କେମିତି ସମ୍ଭାଳି ପାରିବ ତୁ କହିଲୁ? ସେହି ସୁଯୋଗରେ ତୋର ଜେଜେ ମୋତେ ସାହାଯ୍ୟ କରିବାକୁ ଆଗେଇ ଆସିଲେ। ଆଉ ତୋର ବାପା ସିନା ବେଦିରେ ବସି ମୋତେ ବାହା ହେଲେ, କିନ୍ତୁ ମୋତେ ସ୍ୱାମୀ ସୁଖ ଦେଲେ ତୋ ଜେଜେ। ବାହାରକୁ ଆମେ ସିନା ଶ୍ୱଶୁର ଆଉ ବୋହୂ, ନହେଲେ ଘର ଭିତରେ ଆମର ସମ୍ପର୍କ ଥିଲା ସ୍ୱାମୀ ଓ ସ୍ତ୍ରୀ ଭଳି। ବୋଉର ବଡ଼ ବଡ଼ ଦୁଧକୁ ମୁଁ 2 ହାତର ପାପୁଲିରେ ମୁଠେଇ ଦଳିଲି। ମୁଁ କହିଲି, ସତରେ ବୋଉ, ଜେଜେ ବହୁତ ଭାଗ୍ୟବାନ, ତୁ ଯାହା ହୋଇଛୁ ନା। ବୋଉ କହିଲା, ମୋତେ ଗେହିବାକୁ ତୋର ସବୁବେଳେ ଇଚ୍ଛା ହେଉଛି, ଏୟା ନା? ମୁଁ କହିଲି, ହଁ, ତୁ ଯାହା ହୋଇଛୁ ବୋଉ, ତୋତେ ଗେହିବା ପାଇଁ କାହାର ମନ ନ ହେବ କହିଲୁ? ବୋଉ କହିଲା, ଗେହୁନୁ, ତୋତେ ଗେହିବା ପାଇଁ ଦେବାକୁ କ'ଣ ମୁଁ ମନା କରୁଛି? ତା ଛଡ଼ା ତୋର ଏଇଟା ଯାହା ହୋଇଛି ନା, ତୋର ତ ତୋ ବାପା ଆଉ ତୋ ଜେଜେଙ୍କ ଠାରୁ ମୋଟା ଆଉ ଲମ୍ବା ହୋଇଛି। ମୋର ତ ଇଚ୍ଛା ହେଉଛି ତୋର ଏଇଟାକୁ ସବୁବେଳେ ଭିତରେ ମୁଁ ପୂରେଇକି ରଖନ୍ତି। ବୋଉଙ୍କ ଉପରୁ
ମାନେ ବୋଉ ଉପରେ ଉଠି ଯାଇ ମୋର ଶକ୍ତ ବାଣ୍ଡକୁ ବୋଉର ବିଆ ଭିତରେ ମୁଁ ପୁଣି ଦାବିଲି। ମୁଁ କହିଲି ତାହେଲେ ନେ, ଯେତେବେଳେ ପର୍ଯ୍ୟନ୍ତ ତୋର ଇଚ୍ଛା ସେତେବେଳେ ପର୍ଯ୍ୟନ୍ତ ତୋ ଭିତରେ ପୂରେଇକି ରଖ। ଅସ୍ପଷ୍ଟ ଚିତ୍କାର କରି ବୋଉ ମୋତେ ଜାବୁଡ଼ି ଧରିଲା। ତାପରେ ମୋ ଓଠରେ ଟିକେ ଚୁମା ଦେଲା। ବୋଉ କହିଲା ଡେରି ହେଲାଣି, ଭିତରଟା ବି ମୋର ଗଲୁ ହେଉଛି, ଆଉ ଥରେ ଭଲ କରି ଗେହି ଦେ, ତାପରେ ଆମେ ଉଠିବା। ତାପରେ ମୁଁ ଜୋର ଜୋର ବୋଉଙ୍କୁ ଗେହିବାକୁ ଲାଗିଲି। ତାପରଠୁ ଆମ ଭିତରେ ଏଇଭଳି ସମ୍ପର୍କ ଚାଲିଲା। ଯଦି କାହାଣୀଟି ଏଇଠି ସମାପ୍ତ ହେଉଛି, ଯଦି କାହାଣୀଟି ଆପଣମାନେ ଭିଡ଼ିଓକୁ ବହୁତ ଲାଇକ୍ କରନ୍ତି, କମେଣ୍ଟ କରନ୍ତି, ତାହେଲେ ଆଉ ଯଦି ଜଲ୍ଦି 10K ସବସ୍କ୍ରାଇବର କରିଦିଅନ୍ତି, ତାହେଲେ ମୁଁ ଜଲ୍ଦି ଏଇ କାହାଣୀର ନେକ୍ସଟ ପାର୍ଟ ନେଇ ଆସିବି। ନେକ୍ସଟ ପାର୍ଟରେ ମୁଁ ଆପଣମାନଙ୍କୁ କହିବି କି କେମିତି ଜେଜେ ଆଉ ମୁଁ ମିଶି ବୋଉକୁ ନିର୍ଦ୍ଧୁମ ଗେହିଲୁ। ଜେଜେ ବୋଉର ଗାଣ୍ଡିରେ ଗେହିଲା ବେଳେ ମୁଁ ବୋଉର ବିଆରେ ଗେହିଲି, ଆଉ ମୁଁ ବୋଉର ବିଆରେ ଗେହିଲା ବେଳେ ଜେଜେ ବୋଉର ଗାଣ୍ଡିରେ ଆଉ ପାଟିରେ ଗେହିଲେ। ଆଜିର କାହାଣୀ ଏଇଠି ସମାପ୍ତ କରୁଛି। ଦେଖା ହେବା ଆଉ ଏକ ନୂଆ ଭିଡ଼ିଓର ଏକ ନୂଆ କାହାଣୀରେ। ଯଦି ଆପଣମାନେ ମଧ୍ୟ ନିଜ ବୋଉକୁ ଗେହିବାକୁ ଚାହୁଁଛନ୍ତି, ତାହେଲେ ଆମକୁ ଟେଲିଗ୍ରାମରେ ମେସେଜ କରନ୍ତୁ। ଟେଲିଗ୍ରାମକୁ ଯାଇ ସର୍ଚ୍ଚ କରନ୍ତୁ ଓଡ଼ିଆ ଷ୍ଟୋରି ଅଙ୍କିତ 0 କିମ୍ବା @ଓଡ଼ିଆ ଷ୍ଟୋରି ଅଙ୍କିତ 0 ଯାଇକି ସର୍ଚ୍ଚ କରନ୍ତୁ। ଆଉ ଜଲ୍ଦି ଜଏନ୍ ହୁଅନ୍ତୁ। ରହୁଛି, ଧନ୍ୟବାଦ।